ନମସ୍କାର ସାଙ୍ଗମାନେ, ଆପଣମାନଙ୍କୁ ଭକ୍ତି ଷ୍ଟୋରି ଓଡ଼ିଆରେ ସ୍ୱାଗତ। ସାଙ୍ଗମାନେ, ହିନ୍ଦୁ ଧର୍ମରେ ଜନ୍ମରୁ ନେଇକରି ମୃତ୍ୟୁ ପର୍ଯ୍ୟନ୍ତ ସବୁ କାମରେ କେଉଁଠି ନା କେଉଁଠି ରୀତିରିବାଜ ଅଛି। ଘରେ ଯଦି ଗୋଟିଏ ଶିଶୁଟିଏ ଜନ୍ମ ନିଏ, ତାହେଲେ ନୂଆ ଅତିଥି ଆସିବା ଖୁସିରେ କେତେ ପ୍ରକାର ପୂଜା କରାଯାଏ। ପିଲାଟିର ଷଷ୍ଠୀ ପୂଜା, ନାମକରଣ, ଅନ୍ନପ୍ରାଶନ, କେତେ ପୂଜା କରାଯାଏ। ଏହି ପ୍ରକାରରେ ନୂଆ ବେପାର କଲେ, ନୂଆ ଘର ତିଆରି କଲେ କିମ୍ବା ଗାଡ଼ି କିଣିଲେ ବି କେଉଁଠି ନା କେଉଁଠି ରୀତିରିବାଜ ଅଛି। ଆମେ କଥା ହେବା ଜୀବନ ପରେ ମୃତ୍ୟୁ। ମୃତ୍ୟୁ ପରେ ମନୁଷ୍ୟ ସଂସାରକୁ ତ୍ୟାଗ କରି ଚାଲିଯାଏ। ହେଲେ ତାର ଘର ପରିବାର ଲୋକ ତାର ମୁକ୍ତି ପାଇଁ ଆବଶ୍ୟକ କେତେ ସଂସ୍କାର ପୂରା କରନ୍ତି। ଯେମିତିକି ସଂସାରକୁ ଛାଡ଼ିକରି ପରିଜନଙ୍କର ଆତ୍ମା ମୁକ୍ତି ହୋଇପାରେ। ହେଲେ ତାର ଘର ପରିବାର ଲୋକଟିର ମୁକ୍ତି ପାଇଁ ଆବଶ୍ୟକ କେତେ ସଂସ୍କାର ପୂରା କରନ୍ତି। ଯେମିତିକି ସଂସାର ଛାଡ଼ିକରି ପରିଜନର ଆତ୍ମା ମୁକ୍ତି ପାଉ। କେତେ ସଂସ୍କାର ଭିତରୁ ଗୋଟିଏ ହେଲା ନଣ୍ଡା ହେବା। ହିନ୍ଦୁ ଧର୍ମରେ ମାତା ପିତା କିମ୍ବା କେହି ନିଜ ଲୋକ ମୃତ୍ୟୁ ପରେ ନଣ୍ଡା ହେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ହିନ୍ଦୁ ଧର୍ମ କ'ଣ କହୁଛି। ଗରୁଡ଼ ପୁରାଣ ଅନୁସାରେ ଯେମିତି ଘରେ ଶିଶୁଟିଏ ଜନ୍ମ ହେବା ପରେ ଛୁତକ ହୋଇଥାଏ, ସେହିପରି ଘରେ କୌଣସି ସଦସ୍ୟଙ୍କର ମୃତ୍ୟୁ ହେଲା ପରେ ମୃତକ ଲାଗିଥାଏ। ମୃତକ ଲାଗିବା ପରେ ମୃତ ବ୍ୟକ୍ତିଙ୍କର ପରିଜନକୁ 13 ଦିନ ପର୍ଯ୍ୟନ୍ତ ପାତକ ନିୟମ ପାଳନ କରାଯାଏ। ଏହି ଦିନ ଗୁଡ଼ିକରେ କେତେ କାମ କରିବାକୁ ବାରଣ କରାଯାଇଛି। ଯେମିତିକି ମଙ୍ଗଳ କାର୍ଯ୍ୟ, ନୂଆ ଜିନିଷ କିଣିବା, ନୂଆ ବସ୍ତ୍ର ପିନ୍ଧିବା ଇତ୍ୟାଦିକୁ ବାରଣ କରାଯାଇଛି। ରୋଷେଇ ଘରେ ଅଫୁଟା ଖାଦ୍ୟ ଖାଇବା। ଏହି ନିୟମ ମଧ୍ୟରେ ନଣ୍ଡା ହେବାଟା ବି ସାମିଲ ଅଛି। ମାତା ପିତା ବା ପରିଜନଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତି ଶୋକ ବା ଦୁଃଖ ପ୍ରକାଶ କରିବା ପାଇଁ ନଣ୍ଡା ହୋଇଥାନ୍ତି। ଯେମିତିକି ବ୍ୟକ୍ତି କିଛି ଦିନ ପାଇଁ ସାଂସାରିକ ମୋହରୁ ଅଲଗା ରହିପାରେ। ନଣ୍ଡା ହୋଇକରି ମରିଯାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧା ଓ ଶୋକ ପ୍ରକାଶ କରାଯାଏ। ଗରୁଡ଼ ପୁରାଣ ଅନୁସାରେ ନଣ୍ଡା ହେବା ପରେ ମୃତକ ସମାପ୍ତ ହୋଇଯାଏ। ମନାଯାଇଛି ନକାରାତ୍ମକ ଉର୍ଜା ଆକର୍ଷିତ କରନ୍ତି। ଏହାର ଅର୍ଥ ଏହା ଯେ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର 13 ଦିନ ମୃତକ ଶେଷ ନ ହୁଏ, ମୃତ ବ୍ୟକ୍ତି ପୁଣି ଥରେ ତାର ପ୍ରିୟଜନଙ୍କ ସହିତ ସମ୍ପର୍କ ବନେଇବା ପାଇଁ ଚେଷ୍ଟା କରେ। ଏହି କାରଣରୁ ଆତ୍ମା ଜୀବନରୁ ସବୁ ପ୍ରକାର ସମ୍ପର୍କ ଭାଙ୍ଗିଯାଏ। ଏଥିପାଇଁ କେହି ପ୍ରିୟଜନ ମଲେ ନଣ୍ଡା ହୁଅନ୍ତି। ଏହି ପ୍ରକାରେ ବୈଜ୍ଞାନିକ ମତରେ କେହି ମରିବା ପରେ ସ୍ୱଚ୍ଛତାର ବହୁତ ଧ୍ୟାନ ରଖାଯାଇଛି। ମୃତ୍ୟୁ ଲୋକ ଆଖପାଖରେ କିମ୍ବା ଶ୍ମଶାନ ଆଖପାଖରେ କେତେ ପ୍ରକାର ବ୍ୟାକ୍ଟେରିଆ ରହିଛନ୍ତି। ବ୍ୟାକ୍ଟେରିଆ ଠାରୁ ବଞ୍ଚିବା ପାଇଁ କେତେ ପ୍ରକାର ନିୟମ ପାଳନ କରାଯାଏ। ସ୍ୱଚ୍ଛତା ଓ ପବିତ୍ର ବଜାୟ ରଖିବା ପାଇଁ ଏହି ନିୟମରେ ନଣ୍ଡା ହେବାକୁ ସାମିଲ କରାଯାଇଛି।